ଖେଳିବା ଓ ବୁଲିବା ବୟସରେ ରକ୍ତ କର୍କଟ ଭଳି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ 5 ବର୍ଷର ଶିଶୁ ଆର୍ୟନ ବେହେରାଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ବଅଁରପାଳ ଅଞ୍ଚଳର ଯୁବ ସମାଜସେବୀ ଅଭିମନ୍ୟୁ ସାହୁ। ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନ୍ଧାରବନ୍ଧ ପଞ୍ଚାୟତର ଖଣ୍ଡଅତା ଗ୍ରାମର ଅଜିତ କୁମାର ବେହେରା ଓ ଶ୍ରାବଣୀ ବେହେରାଙ୍କ ପୁଅ ଆର୍ୟନ ରକ୍ତ କର୍କଟରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅଛନ୍ତି। ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ପୁଅର ଚିକିତ୍ସା ପାଇଁ ବାପା ଅଜିତ ବେହେରା ବିଭିନ୍ନ ମହଲରୁ ସହାୟତା ନିବେଦନ କରିଥିଲେ। ଏହି ଖବର ଜାଣିବା ପରେ ଅଭିମନ୍ୟୁ ସାହୁ ଆର୍ୟନଙ୍କ ଘରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ପରିବାରର ଭଲମନ୍ଦ ବୁଝିଥିଲେ। ଏଥିସହ ଚିକିତ୍ସା ଖର୍ଚ୍ଚ ପାଇଁ ପରିବାରକୁ 50,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଅଭିମନ୍ୟୁ ସାହୁ କହିଛନ୍ତି, ଆର୍ୟନ ତାଙ୍କ ପାଇଁ ନିଜ ପୁଅ ଭଳି। ଆର୍ୟନ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ପରିବାର ସହ ରହିବା ସହ ଚିକିତ୍ସାରେ ସମ୍ଭବ ସମସ୍ତ ସହଯୋଗ ଜାରି ରଖିବେ। ମାନବ ସେବା ହିଁ ମାଧବ ସେବା। ଏହି ଭାବନାରେ ଅନୁପ୍ରାଣିତ ହୋଇ ଅଭିମନ୍ୟୁ ସାହୁ ଦୀର୍ଘ ଦିନ ଧରି ଅସହାୟ ଓ ଆବଶ୍ୟକତାରେ ଥିବା ପରିବାରକୁ ସହଯୋଗ କରି ଆସୁଛନ୍ତି। ଆର୍ୟନଙ୍କ ପ୍ରତି ତାଙ୍କର ଏହି ମାନବିକ ପଦକ୍ଷେପକୁ ଅଙ୍ଗାରବନ୍ଧ ପଞ୍ଚାୟତବାସୀ ଓ ଖଣ୍ଡଅତା ଗ୍ରାମବାସୀ ପ୍ରଶଂସା କରିଛନ୍ତି। ଜଣେ ଅସହାୟ ପରିବାର ପାଇଁ ଏଭଳି ସହଯୋଗ ନିଶ୍ଚିତ ଭାବେ ମାନବିକତାର ଏକ ଉତ୍ତମ ଉଦାହରଣ। ମୁଁ ସୁଭାଷ ସାମଲ, ମୋ ବରଗଡ଼ ସନ୍ତ୍ରୀ। ଆମ ଏରିଆର ଜଣେ ବନ୍ଦା ଗ୍ରାମ ପଞ୍ଚାୟତର ସମାଜସେବୀ, ସୁଖ ଦୁଃଖର ସାଥୀ। ଆମ ପଞ୍ଚଗଡ଼, ଆମ ଅନୁଗୁଳର ହୀରା କହିବାକୁ ହୀରା ସହିତ ସମାନ। ସେ କେଉଁ ରାଜନୈତିକ ଦଳ ନୁହେଁ, କି କେଉଁ ନେତା ନୁହେଁ, କି କେଉଁ ମନ୍ତ୍ରୀ ନୁହନ୍ତି। ସେ ହେଉଛନ୍ତି ଆମ ଗରିବ ଶ୍ରେଣୀର ପିଲାଟି। ନିଜ ବାହୁବଳ, ନିଜ ବୁଦ୍ଧିରେ ସେ ଆଜି ଉପରକୁ ଉଠି ପାରିଛନ୍ତି। ଆମ ଏଇ ପଞ୍ଚଗଡ଼ କିମ୍ବା ଅନୁଗୁଳ ଡିଷ୍ଟ୍ରିକ୍ଟର ଯେଉଁଠି ବି ଯାହାର ଅସୁବିଧା ହେଇଛି, ଧର କାହାର ଦେହ ଖରାପ ହେଉ, କାହାର ପାଠ ପଢ଼ିବାର ଅସୁବିଧା ହେଉ, କିମ୍ବା କାହାର ବାସସ୍ଥଳୀ ନଥାଉ, ସରକାରଙ୍କର ସବୁ ସୁବିଧାରୁ ବଞ୍ଚିତ ଲୋକମାନଙ୍କ ପାଇଁ ସବୁବେଳେ ତାଙ୍କମାନଙ୍କର ହୃଦୟ ଖୋଲା। ଆଉ ପ୍ରାୟ ସେତିକି ନୁହେଁ, ଆମ ପଞ୍ଚାୟତରେ ଜଣଙ୍କର ବାସସ୍ଥଳ ନଥିଲା, ସେ ତାଙ୍କର 1 ଲକ୍ଷ ଟଙ୍କା ମୂଲ୍ୟର ଗୋଟେ ଘର ବି ତାଙ୍କ ପାଇଁ କରିଛନ୍ତି। ପ୍ରାୟ ମୁଁ ନିଜେ ତାଙ୍କ ସହିତ ଯାଉଛି ସବୁଠିକି। ପ୍ରାୟ 20-25 ଲୋକଙ୍କୁ ଏବେ କାହାର କିଡନୀ ଖରାପ, କାହାର ଟିଭି, କାହାର କ୍ୟାନ୍ସର, ଏମିତି ସମସ୍ତଙ୍କୁ ସହଯୋଗର ହାତ ବଢ଼ାଉଛନ୍ତି। ସମସ୍ତଙ୍କ ସୁଖ ଦୁଃଖରେ ଠିଆ ହେଉଛନ୍ତି। ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ଆମ ମା ଲୋଭୀ ଠାକୁରାଣୀ କିମ୍ବା ଜଗତରନାଥ ଜଗନ୍ନାଥ ଆଉ ଆମ ବୁଢ଼ୀ ଠାକୁରାଣୀ ଇଷ୍ଟଦେବୀ ସେଇ ଭାଇଙ୍କୁ ସମସ୍ତଙ୍କଠୁ ସୁଖ ସମୃଦ୍ଧି ଦିଅନ୍ତୁ, ଭଲରେ ରଖନ୍ତୁ। ତାଙ୍କ ଉପରେ ସମସ୍ତଙ୍କର ଆଶୀର୍ବାଦ ଥାଉ। ସେ ସେମିତି ସବୁବେଳେ ସମସ୍ତଙ୍କ ସୁଖ ଦୁଃଖରେ ଠିଆ ହୁଅନ୍ତୁ, ସମସ୍ତଙ୍କ ହୃଦୟ ଜିତନ୍ତୁ। ଏତିକି ଆମର ଆଶୀର୍ବାଦ। ସର୍ବପ୍ରଥମେ ସମସ୍ତଙ୍କୁ ନମସ୍କାର ଜଣାଉଛି। ମୁଁ ସୋସିଆଲ ମିଡ଼ିଆରେ ଆଉ ଆମର ଦୈନିକ ଖବରକାଗଜରେ ଗୋଟେ ରିପୋର୍ଟ ପାଇଲି। ଗୋଟେ ଛୋଟ ପିଲା ଆର୍ୟନ, ଯାହାର ବୟସ ହେଉଛି 5-6 ବର୍ଷ, ସେ ବ୍ଲଡ଼ କ୍ୟାନ୍ସରରେ ପୀଡ଼ିତ ଅଛି। ତାଙ୍କ ବାପା ନାଁ ହେଉଛି ଅଜିତ ବେହେରା। ମୁଁ ପେପର ପଢ଼ିକି ଏଠିକି ଆସିଛି। ତ ମୁଁ ପ୍ରଥମେ ଧନ୍ୟବାଦ ଦେବି ଆମର ଯେଉଁ ସାମ୍ବାଦିକ ଭାଇମାନେ, ଆପଣମାନଙ୍କୁ ସବୁ ଧନ୍ୟବାଦ ଦେବି। ଆପଣମାନଙ୍କର ଯେଉଁ ନମ୍ବର ଦେଇଛନ୍ତି ପେପରରେ, ସେ ନମ୍ବରରେ କଣ୍ଟାକ୍ଟ କରି ମୁଁ ଏଠିକି ଆସିଛି। ତ ସୋସିଆଲ ୱାର୍କ ଚାଲିଛି, ମୃତ୍ୟୁ ପର୍ଯ୍ୟନ୍ତ ଚାଲିବ, ବଞ୍ଚିଥିବା ପର୍ଯ୍ୟନ୍ତ ଚାଲିବ। ଯେଉଁଠି ବି ଯିଏ ବି ଗରିବ ଲୋକ, ଯିଏ ଅତି ଅଭାବରେ ଅଛି, ବଡ଼ ବଡ଼ ରୋଗରେ ଆକ୍ରାନ୍ତ ଅଛନ୍ତି, ଟ୍ରିଟମେଣ୍ଟ କରିପାରୁନାହାନ୍ତି, ସେମାନଙ୍କ ସହିତ ଯୋଗାଯୋଗ କରିବ। ମୁଁ ତାଙ୍କମାନଙ୍କୁ ନିଶ୍ଚୟ ସହଯୋଗ କରିବି। ହେଲେ ଏତିକି ନୁହଁ, ଯେଉଁମାନେ ପାଠ ପଢ଼ୁଛନ୍ତି, ପାଠ ପଢ଼ାରେ ବ୍ୟାଘାତ ଘଟୁଛି, ସେଇଭଳି କେସ୍ ବି ମୋତେ କହିବେ, ମୁଁ ସେମାନଙ୍କୁ ସାହାଯ୍ୟ କରିବି। ଯେତେବେଳେ ବି ମୋତେ ଡାକିବେ, ମୋର ଯେତିକି ସକ୍ଷମ ଅଛି ମୁଁ ତାଙ୍କୁ ସାହାଯ୍ୟ କରିବି। ଛୋଟ ପିଲାଟି, ପାଖାପାଖି ତାଙ୍କର 25 ଲକ୍ଷ ଖର୍ଚ୍ଚ ହେବ, ତାଙ୍କ ମାଆ କହୁଥିଲେ ବର୍ତ୍ତମାନ। ବୁଝିପାରିଲେ ନା କଥାଟା? ତ ପ୍ରଥମ ଷ୍ଟେଜରେ ଆମେ ତାଙ୍କୁ 50,000 ଟଙ୍କା ଦେଇଛୁ ଆଜି, କିନ୍ତୁ ଆଗାମୀ ଦିନରେ ତାଙ୍କୁ ପୁରା ଭଲ ହେବା ଯାଏ ତାଙ୍କୁ ଟ୍ରିଟମେଣ୍ଟ କରାଯିବ। ଆବଶ୍ୟକ ପଡ଼ିଲେ ଜମି ବିକିକି ତାକୁ ଟ୍ରିଟମେଣ୍ଟ କରାଯିବ। ଏ ହେଲା, ଏ ପୁଅଟି ଦେଖିଲେ ପୁରା ନିଜ ପୁଅ ଭଳିଆ ଲାଗୁଛି। ତେଣୁ କଥା ଦେଉଛି ଆପଣମାନଙ୍କୁ, ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ଦାୟିତ୍ୱ ହେଉଛି ଆମର। କ'ଣ କହିବେ ସମାଜର ଅନ୍ୟମାନଙ୍କୁ, ଆପଣ କ'ଣ ଏଥିରେ ବାର୍ତ୍ତା ଦେବେ? କହିବି, ଦେଖନ୍ତୁ, ସଂସାରରେ ମୃତ୍ୟୁ ହେଉଛି ସୁନିଶ୍ଚିତ। ବୁଝିପାରିଲେ? ମୃତ୍ୟୁ ସୁନିଶ୍ଚିତ। ଯେତେ ଦିନ ବଞ୍ଚିବା ଗୋଟେ ଭଲ କାମ କରିବା, ଯେମିତି ଲୋକ ମରିଗଲେ ବି କହିବେ ଭଲ ପିଲା, ଭଲ କାମ କରୁଛି, ସୋସିଆଲ ୱାର୍କ କରୁଛି, ଲୋକଙ୍କୁ ସାହାଯ୍ୟ କରୁଛି, ସହଯୋଗ କରୁଛି। ମୁଁ ସମସ୍ତଙ୍କୁ କହିବି, ଅଳ୍ପ ବହୁତ କିଛି କିଛି ସାହାଯ୍ୟ କରନ୍ତୁ। ଯାହାର ନଥିବ ସେ ବି ସାହାଯ୍ୟ କରିପାରିବ। ବହୁତ ଏମିତି ଜିନିଷ ଅଛି, ତମେ ଭାଇ ଜଣର ନାହିଁ ମୁଁ ସାହାଯ୍ୟ କରିପାରିବିନି, ବ୍ଲଡ ଡୋନେଟ୍ କରିପାରିବେ ନା ନାହିଁ ବିନା ପଇସାରେ? ସ୍କୁଲ ସଫା କରିପାରିବେ ନା ନାହିଁ? କିଏ ଗୋଟେ ମରିଗଲା ଗରିବ ଲୋକରେ, ତା ଶବଦାହ କରିପାରିବେ ନା ନାହିଁ? ଆପଣ ଖାଲି ଭାବୁଥିବେ ଯେ ତମର ଅଛି ତମେ ଦେଲ, ଆମର ନାହିଁ ଆମେ ଦେଇପାରିବୁନି ନା। ଏମିତି ମନୋବୃତ୍ତି ଭଲ ରଖିବା ଦରକାର। ମନ ପରିଷ୍କାର। ତମେ ଭାବୁଥିବ ମୁଁ ଧନୀ ଲୋକ କି? ମୋ ହୃଦୟରେ ମୁଁ ଧନୀ। ବେଶୀ ପଇସା ପତ୍ର ମୋର ବହୁତ ଧନୀ ଲୋକ ଅଛନ୍ତି, ମୋର ହୃଦୟ ଧନୀ। ମୋର କିଛି ପଇସା ରଖିବାର ନାହିଁ। ଯାହା ରୋଜଗାର କରିବି ସବୁ ଗରିବ ଲୋକମାନଙ୍କୁ ଡୋନେଟ୍ କରିବି। କିନ୍ତୁ ସତରେ ଯିଏ ହେଇଥିବ, ସତରେ ଯିଏ ପାଇବା ପାଇଁ ଯୋଗ୍ୟ ଥିବ, ଯେମିତି ପୁଅଟି ଆମର ପାଇବା ପାଇଁ ଯୋଗ୍ୟ, ତାକୁ ଆହୁରି ବହୁତ ଲକ୍ଷ ଲକ୍ଷ ଟଙ୍କା ତାକୁ ଦିଆଯିବ।
ଆଉ